ଯେଉଁ ମଣିଷ ସମସ୍ତଙ୍କ ଖୁସି ଚାହିଁଥାଏ, ସବୁବେଳେ ସମସ୍ତଙ୍କ ବିଷୟରେ ଭଲ ଚିନ୍ତା କରିଥାଏ ଆଉ ସମସ୍ତଙ୍କର ଯତ୍ନ ନେଇଥାଏ, ସେହି ମଣିଷ ହିଁ ଜୀବନରେ ଏକୁଟିଆ ରହିଯାଇଥାଏ। ଆଉ ତାହାର କାରଣ ହେଉଛି ସେହି ମଣିଷ ପରମାତ୍ମାଙ୍କ ବହୁତ ନିକଟତର ହୋଇଯାଇଥାଏ। ଯେଉଁ ମଣିଷ ନିଜର କଷ୍ଟ କହିନଥାଏ, ଏହାର ମାନେ ନୁହେଁ ଯେ ତା ଜୀବନରେ ଦୁଃଖ କଷ୍ଟ ନାହିଁ, ବରଂ ସେ ମଣିଷ ନିଜ ଭିତରେ ଦୁଃଖ କଷ୍ଟକୁ ଲୁଚାଇ ବଞ୍ଚିବାକୁ ପସନ୍ଦ କରିଥାଏ। ଯେବେ ଆପଣ କାହାକୁ ନିଜଠୁ ଅଧିକ ନିଜର ଭାବିଥାନ୍ତି, ଆପଣ ଏତେ ଶସ୍ତା ହୋଇଯାଆନ୍ତି କି ତାଙ୍କୁ ମାଗଣାରେ ମିଳିଯାଆନ୍ତି। ଆଜିକାଲି ଧୋକା ନିଜ ଲୋକ ହିଁ ଦେଉଛନ୍ତି ଆଉ ବାହାର ଲୋକ ସାନ୍ତ୍ୱନା ଦେଉଛନ୍ତି। ଦୁଃଖରେ ପଛେ ଭାଙ୍ଗିପଡ଼, କଷ୍ଟକୁ ସହି ସହି ମରିଯାଅ, କିନ୍ତୁ ଗୋଟିଏ କଥା ମନେ ରଖ, କାହା ପାଦ ତଳେ ପଡ଼ି କେବେ ବି ପ୍ରେମର ଭିକ୍ଷା କର ନାହିଁ। ଅନ୍ୟର ଖରାପ ସମୟରେ ହସୁଥିବା ଲୋକ ଏକଥା ମନେ ରଖିବ କି ସମୟ ଯେବେ ଶିକାର କରିଥାଏ, ଚତୁଃପାର୍ଶ୍ୱରୁ ପ୍ରହାର କରିଥାଏ। ବାପା ମାଙ୍କ କଥା ସମସ୍ତଙ୍କୁ ଖରାପ ଲାଗିଥାଏ, କିନ୍ତୁ ବାପା ମାଙ୍କ ସମ୍ପତ୍ତି ସମସ୍ତଙ୍କୁ ଭଲ ଲାଗିଥାଏ। ଆଶା କେବେ ଆମକୁ ଛାଡ଼ିଯାଏ ନା, ଖାଲି ଆମେ ହିଁ ତାକୁ ଛାଡ଼ି ଦେଇଥାନ୍ତି। ଏ ଦୁନିଆରେ ସବୁଠୁ ମୁସ୍କିଲ କାମରୁ ଗୋଟିଏ ହେଲା ବୁଦ୍ଧିମାନଙ୍କୁ ବୁଝିବା। ଲୋକ କେବେ ବଦଳି ନଥାନ୍ତି, ତାଙ୍କ ମୁଖା ଖୋଲି ଯାଇଥାଏ। ଜୀବନରେ ଅଧିକାଂଶ ସମୟରେ ସେହି ଲୋକ ହିଁ ଏକୁଟିଆ ରହିଯାଏ, ଯିଏ ନିଜ ଜୀବନରେ ସଠିକ ନିଷ୍ପତ୍ତି ନେଇଥାଏ। ଶ୍ରୀକୃଷ୍ଣ କୁହନ୍ତି, ତୁମେ ଶୋଇବା ପୂର୍ବରୁ ସମସ୍ତଙ୍କୁ କ୍ଷମା କରିଦିଅ, ମୁଁ ଉଠିବା ପରେ ସମସ୍ତଙ୍କୁ କ୍ଷମା କରିଦେବି। ଜୀବନରେ ଏକୁଟିଆ ରହିଯିବା ଭଲ, ସେ ସ୍ୱାର୍ଥପର ଲୋକଙ୍କ ସାଥିରେ ରହିବା ଅପେକ୍ଷା। କାହା ଉପରେ ଏତେ ବି ଆଶା ରଖ ନାହିଁ, କାହିଁକି ନା ଏଠି ସମସ୍ତେ ଅଲଗା ଅଲଗା ଦୁନିଆ। ଯେଉଁ ଲୋକ ଆପଣଙ୍କ ଠିକ୍ କଥାରେ ଖରାପ ଅର୍ଥ ବାହାର କରିଥାନ୍ତି, ତାଙ୍କୁ ପ୍ରମାଣ ଦେବାକୁ ଯାଇ ନିଜ ସମୟ କେବେ ବର୍ବାଦ କର ନାହିଁ। ଯେବେ କେହି ଆପଣଙ୍କୁ ଦେଖି ଘୃଣା କରିବାକୁ ଲାଗିଥାଏ, ତେବେ ଏହି କଥା ଆପଣ ବୁଝିଯାଅ କି ସିଏ ଆପଣଙ୍କ ମୁକାବିଲା କରିପାରିବ ନାହିଁ। ତୁମେ ଯେତେ ଡିଗ୍ରୀ ହାସଲ କରିନିଅ କାହିଁକି, କିନ୍ତୁ ଯେଉଁ ମଣିଷ ପାଖରେ କଥା କହିବାର ଶାଳୀନତା ନଥାଏ, ସିଏ ମୂର୍ଖ ସହିତ ସମାନ ହୋଇଥାଏ। ସେଥିପାଇଁ ସେହି ମଣିଷ ସାଥିରେ ଅଧିକ ସମୟ ବିତାଅ, ଯିଏ ଆପଣଙ୍କୁ ଖୁସି ଆଉ ଭଲ ପାଇବା ଦେବାକୁ ଚାହୁଁଛି। ଶ୍ରୀକୃଷ୍ଣ କୁହନ୍ତି, ଗୋଟିଏ କଥା ସତ, ଗୋଟିଏ ହସୁଥିବା ଚେହେରା ପଛରେ ଅନେକ କଷ୍ଟ ଲୁଚି ରହିଥାଏ। ଯେଉଁ ମଣିଷକୁ ସତ କହିବାର ଅଭ୍ୟାସ ଥାଏ, ଲୋକେ ସବୁଠୁ ଅଧିକ ଖରାପ ତାକୁ ହିଁ ଭାବିଥାନ୍ତି। ଯେଉଁ ଜାଗାରେ ଅନ୍ୟକୁ ବୁଝାଇବା କଷ୍ଟ ହୋଇଥାଏ, ସେଠି ନିଜକୁ ବୁଝାଇ ଦେବା ହିଁ ଭଲ ହୋଇଥାଏ। ଭାଗ୍ୟ ଆଉ ପରିସ୍ଥିତି ଯେବେ ଏ ଦୁଇଟି ଯାକ ସାଥ ଦେଇନଥାନ୍ତି, ସେତେବେଳେ ସେମାନଙ୍କ କଥା ବି ଶୁଣିବାକୁ ପଡ଼ିଥାଏ, ଯେଉଁମାନଙ୍କ କିଛି ଔକାତ ହିଁ ନଥାଏ।